ଆପଣଙ୍କର କଣ ଜଗନ୍ନାଥ ନୁହନ୍ତି? ଆପଣଙ୍କର କଣ ଓଡ଼ିଆ ଜାତି ପ୍ରତି ଭଲ ପାଇବା ନାହିଁ? ଆପଣ କଣ ଜାଣନ୍ତିନି ଯାତ୍ରା ଜଗତରେ ଧୀରେ ଧୀରେ କଣ ଘଟି ଚାଲିଛି? ନମସ୍କାର, ଜୟ ଜଗନ୍ନାଥ। ମୁଁ ଏହା କୌଣସି ଏକ ବ୍ଲଗ କରୁନି, କିନ୍ତୁ ଏହା ଆମ ଭାବବ୍ୟଗ୍ରତାର କଥା, ଆମ ଜାତିର କଥା। ତେଣୁ ନିହାତି ମୋର ବ୍ୟକ୍ତିଗତ ମତ ରଖିବାର ଅଧିକାରକୁ ନେଇ ମୁଁ ଏ ଭିଡ଼ିଓଟି କରୁଛି। ଆପଣମାନେ ନିହାତି କିଛି ଦିନ ତଳେ ଏମିତି କିଛି ଭିଡ଼ିଓ ଦେଖୁଥିବେ ଯାହାର ମୁଁ ତାର କିଛିଟା କ୍ଲିପ୍ ସେୟାର କରିଛି। ଏହି ଭିଡ଼ିଓରେ ଯାତ୍ରା ଜଗତର ଜଣେ ଦୁର୍ଦ୍ଦାନ୍ତ ଖଳନାୟକ, ଯାହାର ନାଁ ଲୋକପ୍ରିୟତା ଓଡ଼ିଶାରେ ନିହାତି ରହିଛି, ସେ ହେଉଛନ୍ତି କାହ୍ନା। ସେ ଯେଉଁ ଯାତ୍ରା ଗୋଟେ ଅନୁଷ୍ଠାନ ଆମର ଖୋର୍ଦ୍ଧା ଜିଲ୍ଲାର କଉଡ଼ିଖଣି ନିକଟରେ ଚାଲିଥିଲା, ମାନେ ଆମ ନାଚୁଣୀ ନିକଟସ୍ଥ ଏରିଆରେ। ତ ସେଠାରେ ସେ ଏମିତି କିଛି ଅଭିନୟ ପ୍ରଦର୍ଶନ କରିଛନ୍ତି, ଆଗରୁ ମଧ୍ୟ କରିଥାଇ ପାରନ୍ତି ଯେହେତୁ ସେଇ ନାଟକଟି, ତେଣୁ ତା ଉପରେ ଆମର ମନ୍ତବ୍ୟ ଆମେ ରଖିବା। ତ ମେନ୍ କଥାଟି ହେଉଛି ଯେଉଁ ଖଳନାୟକ ଥିଲେ କାହ୍ନା, ସେ ପ୍ରଭୁ ଶ୍ରୀ ଜଗନ୍ନାଥ, ଯିଏ ଓଡ଼ିଆ ଜାତିର ମୌଡ଼ମଣି, ଆରାଧ୍ୟ ଦେବତା, ଆମର ସର୍ବୋଚ୍ଚ ପଦରେ ଆମେ ବସେଇଛେ, ତାଙ୍କୁ କେଉଁଭଳି ଭାବରେ ସେ ଏମିତି ବାଁ ହାତରେ ଉଠେଇକି ଏମିତି ଦୟନୀୟ ଅବସ୍ଥାରେ ନେଇକି ଯାଉଛନ୍ତି, ତାହା ନିହାତି ସମସ୍ତଙ୍କୁ ଭାବବ୍ୟଗ୍ରତାକୁ ଆଘାତ କରିଛି। ତା ପଛରେ ସେ ତାଙ୍କର ରିଜିନ୍ ଦେଇପାରନ୍ତି କି କୌଣସି ଏମିତି କିଛି ନାହିଁ। ଏମିତି କିଛି ହେବା ପରେ ଯାତ୍ରା ସରିଲା ବେଳେ ଏଣ୍ଡ ସିନ୍ ବେଳେ ସେ କିଭଳି ଦଣ୍ଡ ପାଉଛନ୍ତି, ସବୁବେଳେ ଜାଣନ୍ତି ଭିଲିଆନ୍ ଦଣ୍ଡ ପାଆନ୍ତି। କିନ୍ତୁ ଯେଉଁମାନେ ଯାତ୍ରା ଦେଖନ୍ତି ନାହିଁ, ଯେଉଁମାନେ ବୁଦ୍ଧିଜୀବୀ, ଯେଉଁମାନେ ଗାଁ ଗହଳିରେ ରହନ୍ତି, ଯେଉଁମାନଙ୍କର କିଛି ଯାତ୍ରା ସହିତ ସଂଯୋଗ ନାହିଁ ଓଡ଼ିଶାରେ 4.5 କୋଟି ଓଡ଼ିଆ ଭିତରୁ, ସେମାନଙ୍କ ପାଖରେ ଯେତେବେଳେ ଭିଡ଼ିଓ କ୍ଲିପ୍ଟି ପହଞ୍ଚିବ, ସେମାନଙ୍କର କୌଣସି କାହାଣୀର ସଂଶ୍ଳିଷ୍ଟ ବିଷୟବସ୍ତୁ ସହିତ ତାଙ୍କର ଚିନ୍ତାଧାରା ଆସିବ ନାହିଁ। ସେ କେବଳ ତାଙ୍କ ଜାତିର ଦେବତା ଶ୍ରୀ ଜଗନ୍ନାଥଙ୍କର ଏଇଭଳି ଦୟନୀୟ ଅବସ୍ଥାକୁ ଦେଖି ମର୍ମାହତ ହେବା ହିଁ ସାର ହେବ। ସେଭଳି ମଧ୍ୟରୁ ଆମେ ଯେହେତୁ ଯାତ୍ରାକୁ ଦେଖି ନାହୁଁ, ଆମେ ଯାତ୍ରାକୁ ଦେଖୁ, କିନ୍ତୁ ଯେତେବେଳେ ଏହି ନାଟକଟିକୁ ଦେଖି ନାହୁଁ, କେବଳ ଏହି ବଳିଷ୍ଠ ଚିତ୍ରଟି ହିଁ ଆମକୁ ବାଧ୍ୟ କରିବ କି ଆପଣଙ୍କୁ ନିନ୍ଦା କରିବା ପାଇଁ। ତେଣୁ ଯେଉଁମାନେ ଏହି ଅନୁଷ୍ଠାନ ସହିତ ଜଡ଼ିତ ଅଛନ୍ତି, ବିଶେଷ କରି ଲେଖକ, ପ୍ରଯୋଜକ ଏବଂ ସଞ୍ଚାଳକ, ଏହିସବୁ ଦାୟିତ୍ୱରେ, ସେମାନେ ଏଥିପ୍ରତି ସଜାଗ ରହିବା ଦରକାର। କୌଣସି ହାଇଲାଇଟ୍ ବା କୌଣସି ନିଜର ଯାତ୍ରା ଜଗତକୁ ଖାଲି ଆଗକୁ ନେବା ପାଇଁ ଯେ ଏଇଭଳି ହିଁ କାର୍ଯ୍ୟ କରିକି ନେଇ ହେବ, ତା ନୁହେଁ। ଆପଣମାନେ ସତର୍କ ରହିବାକୁ ପଡ଼ିବ, ନଚେତ୍ ପରବର୍ତ୍ତୀ ସମୟରେ ଆପଣମାନଙ୍କ ଅନୁଷ୍ଠାନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଆଉ ବର୍ତ୍ତମାନ ଯେଉଁ ଏଇଭଳି ଘଟଣା ଘଟିଛି, ସେ ଖଳନାୟକ ଆମର ଅଭିନୟ କରୁଥିବା କାହ୍ନା, ସେ ନିହାତି କ୍ଷମା ପ୍ରାର୍ଥନା କରନ୍ତୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣରେ। ଆଉ ନିକଟ ଅତୀତରେ ଯେତେବେଳେ ଏହି ଘଟଣାଟି ଆମ ଅଞ୍ଚଳରେ ଘଟିଥିଲା, ଆମେ ଯେହେତୁ ଗୋଟିଏ ମିଶନ ଜୟ ଶ୍ରୀ ଜଗନ୍ନାଥ ନାମରେ ଆମର ସଦସ୍ୟ କିଛି ସେଠାରେ ଉପସ୍ଥିତ ଥିଲେ, ତ ସେମାନେ ନାଟକକୁ ଦେଖିଥିଲେ। ତେଣୁ ତାଙ୍କର ମତକୁ ନେଇ, ତାଙ୍କର ଭାବବ୍ୟଗ୍ରତାକୁ ମୁଁ ବୁଝି ମୁଁ ଏ ଭିଡ଼ିଓଟିକୁ ପ୍ରସ୍ତୁତ କରୁଛି। ତ ସେଥିରେ ସେ ହିଁ ପ୍ରକାଶ କରିଥିଲେ, ଯେତେବେଳେ ଏହି ସିନ୍ଟି ଘଟିଥିଲା, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଏଇଭଳି ଭାବରେ କାନ୍ଧରେ ନେବା, ବାଁ ହାତରେ ତାଙ୍କୁ ଫୋପଡ଼ା ଫିଙ୍ଗା ଭଳି ଏଭଳି ବ୍ୟବହାର କରିବା, ତ ତାଙ୍କୁ ବି ମର୍ମାହତ କରିଥିଲା। ସେ ବି ପ୍ରତିବାଦ କରିଥିଲେ। କିନ୍ତୁ ଦୁଃଖର ବିଷୟ, କିଛି ଏମିତି ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ତାଙ୍କୁ ବିରୋଧ କରିଥିଲେ। ସେ କେବଳ ପ୍ରଶ୍ନବାଚୀ ଉଠେଇଥିଲେ, ମାତ୍ର କୌଣସି ଚେୟାର ଫିଙ୍ଗି ନଥିଲେ କି ଷ୍ଟେଜ ଉପରକୁ ଚଢ଼ି ପୂର୍ବ ଭଳି ଏମିତି କିଛି ଘଟଣା ଯେ ହିନ୍ଦୁଙ୍କୁ ସମ୍ପୂର୍ଣ୍ଣ ମୁସଲିମ କରାଇ ଦେବାର ଅଭିଯୋଗ ହେଉ କି କୌଣସି ଅଶ୍ଳୀଳ ନୃତ୍ୟ ହେଉ, ଏଭଳି ଘଟଣାକୁ ନେଇ ଯାତ୍ରା ଦର୍ଶକ ବିଭିନ୍ନ ମଞ୍ଚକୁ ଚଢ଼ି ଯାଆନ୍ତି ଏବଂ ଆକ୍ରମଣ କରନ୍ତି। କାହିଁକିନା ତାଙ୍କର ସେହି ସମୟରେ ଭାବବ୍ୟଗ୍ରତାକୁ ବାଧା ଦେଇଥାଏ, ସେ କରନ୍ତି। କିନ୍ତୁ ଆମର ସେ ଭାଇ ଜଣେ ଥିଲେ ଯେ ଆମ ମିଶନ ଜୟ ଶ୍ରୀ ଜଗନ୍ନାଥଙ୍କର, ତ ତାଙ୍କ ଭାବବ୍ୟଗ୍ରତାକୁ ଆଘାତ ହେବା ପରେ ସେ କେବଳ ପ୍ରତିବାଦ କରିଥିଲେ ମାତ୍ର, କିନ୍ତୁ ତାଙ୍କର ସ୍ୱର ମଞ୍ଚ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ। କାହିଁକିନା ଆମର କିଛି ଏମିତି ଯାତ୍ରା ପ୍ରେମୀ ଥିଲେ ଯେଉଁମାନେ ଚେୟାରରେ ବସିଥିଲେ, ସେ ତାଙ୍କ ମୁହଁକୁ ବନ୍ଦ କରିଦେଇଥିଲେ ଏବଂ ବିଭିନ୍ନ ଗାଳିଗୁଲଜ କରିଥିଲେ। କାହିଁକି? ଆପଣଙ୍କର କଣ ଜଗନ୍ନାଥ ନୁହନ୍ତି? ଆପଣଙ୍କର କଣ ଓଡ଼ିଆ ଜାତି ପ୍ରତି ଭଲ ପାଇବା ନାହିଁ? ଆପଣ କଣ ଜାଣନ୍ତିନି ଯାତ୍ରା ଜଗତରେ ଧୀରେ ଧୀରେ କଣ ଘଟି ଚାଲିଛି? ସବୁ ଅନୁଷ୍ଠାନ ବଞ୍ଚିବାକୁ ଚାହେଁ,
ତତ୍ସହିତ ଆମ ଓଡ଼ିଆ ସଂସ୍କୃତି ପରମ୍ପରା ଜଗନ୍ନାଥଙ୍କ ପ୍ରତି ଭଲ ପାଇବା ଭିତରର ଭାବନା ଏସବୁର ବି ସମ୍ମାନ ହେବା ଦରକାର। ନଚେତ ଅନୁଷ୍ଠାନ ଆଣିବା ଆବଶ୍ୟକତା ନାହିଁ। ଟିକେଟ କାଟୁଛନ୍ତି ବୋଲି କ'ଣ ଆପଣଙ୍କର ସେ ଜାଗା ନା ସେ ଅନୁଷ୍ଠାନ ନା ଆପଣଙ୍କର ସେ ପୈତୃକ ସମ୍ପତ୍ତି? ମହାପ୍ରଭୁ ହେଉଛନ୍ତି ସାରା ବିଶ୍ୱର। ତେଣୁ ଏଥିପ୍ରତି ଆପଣମାନେ କମ୍ ସେ କମ୍ ତାର କ୍ଲାରିଫିକେସନ ରଖନ୍ତୁ, କେମିତି ହେଇଥିଲା, କାହିଁକି ହେଇଥିଲା, ଏବଂ ତତ୍ସହିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଯାଇ କ୍ଷମା ପ୍ରାର୍ଥନା କରନ୍ତୁ। ନଚେତ୍ ଏଇଭଳି ଘଟଣା ବାରମ୍ବାର ଘଟିଲେ ଆପଣ ସହ୍ୟ କରିପାରିବେ ନାହିଁ। ଆପଣଙ୍କ ଉପରକୁ ମଧ୍ୟ ସେ କାଦୁଅର ଛିଟା ଆସିବ, ଆପଣ ମଧ୍ୟ ସେ ପ୍ରଶ୍ନବାଚୀର ଘେର ଉପରକୁ ନିହାତି ଆସିବେ। ଏଇଟା ଗୋଟେ ସାଧାରଣ ଭକ୍ତ, ଓଡ଼ିଶାର ଗୋଟେ ସାଧାରଣ ଜନତା ବା ଆମେ ଯେଉଁ ମିଶନ ଜୟ ଶ୍ରୀ ଜଗନ୍ନାଥ ଏମିତି କିଛି ଅନୁଷ୍ଠାନ ରହିଛି ଯାହା ସାଧାରଣ ଜନମାନସରେ ଗୋଟିଏ ସୁନ୍ଦର ବାତାବରଣ ପ୍ରସ୍ତୁତ କରିବାକୁ ଚେଷ୍ଟା କରେ, ସମସ୍ତଙ୍କ ଭିତରେ ଐକ୍ୟତା ସୃଷ୍ଟି କରେ, ଈଶ୍ୱର ଭକ୍ତି ଆଡ଼କୁ ନିଜକୁ ନେବାକୁ ଚେଷ୍ଟା କରେ, ସମାଜ ସେବା ଆଡ଼କୁ ନିଜକୁ ନେବାର ଯେଉଁ ଭାବନା ରଖେ, ସେଇଭଳି ଆହୁରି ଅନେକ ଅନୁଷ୍ଠାନକୁ ମଧ୍ୟ ତାହା ପ୍ରଭାବିତ କରିପାରେ। ତେଣୁ ଏହି ବାର୍ତ୍ତା ସହ ସମସ୍ତଙ୍କ ଠାରୁ ମୁଁ ଏହି ଅପେକ୍ଷା କରିବି, ଆପଣଙ୍କ ନିକଟରେ ହେଉଥିବା କୌଣସି ଯାତ୍ରା ଅନୁଷ୍ଠାନରେ ଏଇଭଳି ଅଭିନୟ ବା ଏଇଭଳି ଦୃଶ୍ୟକୁ ସୁଯୋଗ ଦିଅନ୍ତୁ ନାହିଁ। ଅଭିନୟ ପଛରେ, ଜୀବନ ଜୀବିକା ପଛରେ, ସବୁ ପଛରେ ସର୍ବୋଚ୍ଚ ଆଗରେ ଅଛନ୍ତି ଆମର ପ୍ରଭୁ ଶ୍ରୀ ଜଗନ୍ନାଥ, ଆମ ଓଡ଼ିଆ ଜାତି, ଆମ ଓଡ଼ିଆ ସଂସ୍କୃତି ଆଉ ଆମର ଭାବବ୍ୟଗ୍ରତା। ମଣିଷର ଆତ୍ମା ନାହିଁ ତ ଶରୀରର କୌଣସି ଭୂମିକା ନାହିଁ। ତେଣୁ ଆମର ଆତ୍ମା ଜଗନ୍ନାଥ, ଆମର ଭକ୍ତି ଜଗନ୍ନାଥ, ଆମର ଚିନ୍ତନ ଜଗନ୍ନାଥ। ସେଥିପ୍ରତି ସମସ୍ତେ ସଚେତନ ହୁଅନ୍ତୁ, ନିଜକୁ ଓଡ଼ିଆ ବୋଲି ପ୍ରମାଣିତ କରନ୍ତୁ ଏବଂ ପ୍ରଶ୍ନ ସୃଷ୍ଟି କରନ୍ତୁ, ପ୍ରଶ୍ନବାଚୀ ସୃଷ୍ଟି କରନ୍ତୁ। ଏଇଭଳି ଯେଉଁ ଅଶ୍ଳୀଳତା ଯାତ୍ରା ଭିତରେ ସୃଷ୍ଟି ହେଉଛି, ଏଇଭଳି ଯେଉଁ ବିଶୃଙ୍ଖଳା ସୃଷ୍ଟି ହେଉଛି, ଏହା ବାରମ୍ବାର ନ ହେଉ। ଧନ୍ୟବାଦ।